ଆଉ ଟିକେ ଯଦି ଲେଟ୍ ହେଇଥାନ୍ତା ଟ୍ରେନ ଫେଲ ହେଇଯାଇଥାନ୍ତେ। ସାଙ୍ଗମାନେ ଆଜି ହଉଛି ଆମର ପୁରୀରେ ଲାଷ୍ଟ ଦିନ। ରେଡି ହେଇକି ରୁମ ରେ ଚେକ୍ ଆଉଟ କରିକି ପଳେଇ ଆସିଲେ ଜଗା ପାଖକୁ। ଜଗା ଦର୍ଶନ କରିକି ଘର ପଳେଇବା। ଯୋଉ ଅଟୋ ବାଲାକୁ ପଚାରୁଛେ 200 ଟଙ୍କା ତଳେ କଥା ନାହିଁ, ସେଥିପାଇଁ ଚାଲିକି ଯାଉଛେ। 4-5 ବର୍ଷ ପରେ ଜଗାର ଦର୍ଶନ ହେଲା। ସମସ୍ତେ କମେଣ୍ଟରେ ଟିକେ ଜୟ ଜଗନ୍ନାଥ ଲେଖିଦେବେ। ଦେଖିବା ଜଗନ୍ନାଥଙ୍କୁ କେତେ ଜଣ ଭଲ ପାଉଛନ୍ତି। ପୁରୀରେ ଖରା ଏତେ ହଉଛି ଯେ ଯାହା ତ ଟିକେ ସଫା ଅଛି ଲାଗୁଛି ସେଟା ବି ଆଉ ରହିବନି। ଆଉ ଭିଡ ଦେଖି ପାରୁଥିବେ, ପୁରୀରେ ସବୁଦିନ ସବୁ ସମୟରେ ଏମିତି ହିଁ ଭିଡ ଥାଏ। ଖଜା ନେଇକି ଜଗା ଦର୍ଶନ କରିକି ଚାଲିଲେ ଆମେ ଷ୍ଟେସନକୁ। ପୁରୀ ଆସିଛେ ମାନେ ଖଜା ନ ନେଲେ କି ହବ? ଷ୍ଟେସନ ଟା ବି ଜାଣି ହଉନି, ସବୁ ନୂଆ କାମ ହଉଛି। ଆଉ ଥରେ ପୁରୀ ଆସିଲେ କାମ ପୁରା ସରି ଯାଇଥିବ, ସେତେବେଳେ ଷ୍ଟେସନ ଟା ପୁରା ଷ୍ଟେସନ ଭଳିଆ ଲାଗିବ। ଦେଖିବା ଆଉ କେବେ ଜଗାର ଡୋରି ଲାଗୁଛି। ତାପରେ ଦେଖିଲା ବେଳକୁ ଟ୍ରେନ ଆସିକି ପହଞ୍ଚି ଯାଇଛି। ଆଉ ଯଦି 5 ମିନିଟ ଲେଟ୍ ହେଇଥାନ୍ତା ସବୁ ସରି ଯାଇଥାନ୍ତା। ରାତି ସାରା ପୁରା ଏମିତି ଷ୍ଟେସନରେ ହିଁ ଶୋଇତେ ହେଇଥାନ୍ତା। ଟ୍ରେନ ଛାଡିବା ଆଗରୁ ଟିକେ ହାଲକା ହେଇଯିବା। ପୁରା ଥକି ଯାଇଛି, ସିଟ ରେ ବସିଲା ମାନେ ସିଧା ଶୋଇଯିବି ଲାଗୁଛି। ଆଜି ଏଇଠି ରଖୁଛି ସାଙ୍ଗମାନେ, ଦେଖା ହବ ନେକ୍ସଟ ମିନି ବ୍ଲଗ ରେ। ବାଇ ବାଇ, ଜୟ ଜଗନ୍ନାଥ।